ମୁଁ ଅକ୍ଷୟ ଦାସ ନିଖୋଜ ଉତ୍କଳ ଶିକ୍ଷକ ମହାସଂଘର ସଭାପତି। ଆଜି ଆଜି ଖାଲି ନୁହେଁ, ଶିକ୍ଷକ ମହାସଂଘର ପ୍ରତିଷ୍ଠା ଦିବସ ଠାରୁ ଆମେ ପ୍ରତିବର୍ଷ ଅଗଷ୍ଟ 16 ତାରିଖ ଦାବି ଦିବସ ଭାବେ ପାଳନ କରୁ ଏବଂ ଶିକ୍ଷକ ମହାସଂଘର ତଥା ଓଡ଼ିଶାର ଶିକ୍ଷା ଶିକ୍ଷକ ଶିକ୍ଷାୟତନ ସମସ୍ୟାବଳୀକୁ ନେଇକରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରୁ। କିନ୍ତୁ ଆଜିର ମୁଖ୍ୟ ଦାବି ହେଉଛି ସମସ୍ତ ପୂର୍ବରୁ ପ୍ରଚଳିତ ଥିବା ପୁରୁଣା ଗ୍ରାଣ୍ଟେଡ୍ ପଲିସିକୁ ଲାଗୁ କର, ନୂଆ ଗ୍ରାଣ୍ଟେଡ୍ ପଲିସିକୁ ବାତିଲ କର। ଦୁଇରେ ସମସ୍ତ ରାଜ୍ୟରେ ସବୁ କଲେଜ ହାଇସ୍କୁଲ ମାଇନର ସ୍କୁଲ ପ୍ରାଥମିକ ଶିକ୍ଷା ବିଦ୍ୟାଳୟମାନଙ୍କରେ ଖାଲି ଥିବା ଅଧ୍ୟକ୍ଷ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପଦବୀ ପୂରଣ କର। ପୁରୁଣା ପେନସନ ନୀତି ଲାଗୁ କର, ନୂତନ ପେନସନ ନୀତି ବାତିଲ କର ଏବଂ ସବୁ ଅଦ୍ୟାବଧି କଲେଜ ଠାରୁ ପ୍ରାଥମିକ ସ୍କୁଲ ପର୍ଯ୍ୟନ୍ତ ରେ ନିଯୁକ୍ତ ସମସ୍ତ ଅଧ୍ୟାପକ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ, ଚାକିରି ସର୍ତ୍ତାବଳୀ ଦିଅ, ପେନସନ ଦିଅ, ଗ୍ରାଚୁଇଟି ଦିଅ। ଏ ହେଉଛି ମୁଖ୍ୟ ଦାବି। ଏଥିସହିତ ଆନୁଷଙ୍ଗିକ ଭାବରେ ଆମ ସହିତ ସହମର୍ମିତ ଥିବା ଡେମନଷ୍ଟ୍ରେଟର, ଲାଇବ୍ରେରିଆନ୍, ପିଟି ଏବଂ ଡାଟା ଏଣ୍ଟ୍ରି ଅପରେଟର ଏମାନେ ମଧ୍ୟ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସରକାରୀ ନିୟମ ଅନୁସାରେ ସ୍ଥାୟୀ କରାଯାଇ ନାହିଁ ବା ଦରମା ଠିକ୍ ଭାବରେ ଦିଆ ହେଉନି ଏବଂ ସେମାନଙ୍କ ଭିତରେ ଥିବା ଅଧିକ ଯୋଗ୍ୟତାଧାରୀ କ୍ୱାଲିଫାଏଡ୍ ମାନଙ୍କୁ ଅଧିକ ଚାକିରି ସର୍ତ୍ତାବଳୀ ଏବଂ ସୁବିଧା ପ୍ରଦାନ କରାଯାଏ। ତା ସହିତ ଅବସର ନେଇଥିବା ସମସ୍ତ କର୍ମଚାରୀମାନଙ୍କୁ ଚିକିତ୍ସା ଭତ୍ତା ଦିଆଯାଉ ଏବଂ ଗଲା ମାର୍ଚ୍ଚ ମାସରେ ଭାରତ ପାର୍ଲାମେଣ୍ଟରେ ଯେଉଁ ଅର୍ଥ ବିଲ୍ଟି ପାସ୍ ହୋଇଛି ସେ ଅର୍ଥ ବିଲ୍କୁ ବାତିଲ କର ଏବଂ 1/8/26 ଠାରୁ ଲାଗୁ ହେବାକୁ ଥିବା ଅଷ୍ଟମ ବେତନ କମିଶନ ସମସ୍ତ ପେନସନ ଭୋଗୀମାନଙ୍କ ପାଇଁ ଲାଗୁ କର। ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ହେଉଛି ଓଡ଼ିଶାର ସର୍ବପୁରାତନ ଶିକ୍ଷକ ସଂଘ, ଯେଉଁଟା ଅବନୀ ବରାଳଙ୍କ ନେତୃତ୍ୱରେ ଏ ସଂଘ ଗଢ଼ି ଉଠିଥିଲା। 1969 ମସିହାରେ ଏ ଶିକ୍ଷକ ସଂଘ ଓଡ଼ିଶାରେ ଗଢ଼ି ଉଠିଛି। ତେଣୁ ସବୁବେଳେ ସରକାର ଶିକ୍ଷକ ମହାସଂଘ ସହିତ ଆଲୋଚନା କରି ଓଡ଼ିଶାର ଶିକ୍ଷକମାନଙ୍କର ଯେତେ ସମସ୍ୟା ଥାଏ ତାକୁ ସମାଧାନ କରୁଛନ୍ତି। କିନ୍ତୁ ଏବେ ଦେଖାଯାଉଛି ଯେ ସରକାର ଶିକ୍ଷକ ମହାସଂଘର କର୍ମକର୍ତ୍ତାମାନଙ୍କୁ ଆଉ ଡାକିବାରେ ଅବହେଳା ପ୍ରକାଶ କରୁଛନ୍ତି। ତେଣୁ ଆମେ ଆଜିକା ଦିନରେ ଆଜି ହେଉଛି ଅଗଷ୍ଟ 16 ଶିକ୍ଷକ ମହାସଂଘର ସାମ୍ବିଧାନିକ ଦାବି ଦିବସ। ଏ ଦାବି ଦିବସରେ ଆମେ ଶିକ୍ଷକ ମହାସଂଘ ତରଫରୁ ସରକାରଙ୍କୁ ଆମେ ଦାବିପତ୍ର ପ୍ରଦାନ କରିଛୁ। ଆମର ବିଭିନ୍ନ ଦାବି ରହିଛି। ଆମର ପ୍ରଥମ ଦାବି ରହିଛି ଯେ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀମାନଙ୍କୁ ନୂତନ ଜିଆଇ ପରିବର୍ତ୍ତରେ ପୁରୁଣା ଅନୁଦାନ ନୀତି ଲାଗୁ କରି ତାଙ୍କୁ ପେନସନ ଗ୍ରାଚୁଇଟି ଦିଆଯାଉ। ଏ ହେଉଛି ଆମର ପ୍ରଥମ ଦାବି। ନୂଆ ପେନସନ ବାତିଲ କରିକି ପୁରୁଣା ପେନସନ ନମ୍ବର ଦିଆଯାଉ। ଏ ହେଉଛି ଆମର ଦ୍ୱିତୀୟ ଦାବି। ଅବସରପ୍ରାପ୍ତ ହେଉଛି ଅବସରପ୍ରାପ୍ତ ବୟସଟାକୁ 62 ବର୍ଷ କରାଯାଉ, ଇଏ ତୃତୀୟ ଦାବି। ଅଦ୍ୟାବଧି ସ୍କୁଲ କଲେଜ ମାନଙ୍କ ଶିକ୍ଷକ ଅଧ୍ୟାପକ ଡେମନଷ୍ଟ୍ରେଟର ଲାଇବ୍ରେରିଆନ୍ ପିଟି ଡାଟା ଏଣ୍ଟ୍ରି ଅପରେଟର ଏବଂ ସମସ୍ତ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ହେଉଛି ଆମର ଦାବି। ସ୍କୁଲ କଲେଜ ମାନଙ୍କରେ ଯେତେ ସବୁ ପୋଷ୍ଟ ଖାଲି ପଡ଼ିଛି ତାକୁ ମଧ୍ୟ ପୂରଣ କରାଯାଉ, ଇଏ ମଧ୍ୟ ଆମର ଅଛି ଦାବି। ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ ସମସ୍ତ କର୍ମଚାରୀମାନଙ୍କୁ ଯାହା ପୂର୍ଣ୍ଣ ଅନୁଦାନ ପାଉଛନ୍ତି ତାକୁ ସରକାରୀ ମାନ୍ୟତା ଦିଆଯାଉ, ଏ ମଧ୍ୟ ଆମେ ଦାବି ରଖିଛୁ। ତାପରେ ପ୍ରାଥମିକ ଏଲିମେଣ୍ଟାରୀ ଓ ମାଧ୍ୟମିକ ସ୍କୁଲରେ ଅଦ୍ୟାବଧି ସମସ୍ତ ଠିକା ଶିକ୍ଷକ ନିଯୁକ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ମୂଳ ଦିନ ଠାରୁ ସ୍ଥାୟୀ କରାଯାଇ ତାଙ୍କୁ ସରକାରୀ ତୁଲ୍ୟ ଦରମା ଦିଆଯାଉ ଏବଂ ଠିକା ପ୍ରଥା ଉଚ୍ଛେଦ କରାଯାଉ ଏବଂ ତାଙ୍କର 6-8 ବର୍ଷ ଠିକା କାର୍ଯ୍ୟକୁ ପ୍ରାଥମିକ ଶିକ୍ଷକ ମୂଳ ଚାକିରିରେ ଗଣନା କରାଯାଉ।